ଥରେ ସ୍ୱାମୀ ବ୍ରହ୍ମାନନ୍ଦ ପାଖକୁ ରାମକୃଷ୍ଣ ମିଶନର କେତେ ଜଣ ଲୋକ ଦୀକ୍ଷା ନେବାକୁ ଗଲେ। ସ୍ୱାମୀ ବ୍ରହ୍ମାନନ୍ଦ କହିଲେ ତମେ ଆଶ୍ରମ ଝାଡୁ ମାର। କେତେ ଜଣ କହିଲେ ଫଙ୍କସନ ପରିବା ମଣିଆ କର। କେତେ ଲୋକ କହିଲେ ଆଳୁ ସିଝା ହେଇଛି, ସିଝା ଆଳୁରେ ଗୋଟେ ପ୍ରସାଦ ହବ, ତାକୁ ଭଲ ଲାଗି ଚୋପା ଛଡାଅ। ସେଠି ସେ ଦେଖିଲେ କିଏ ଠିକ ସେ ଝାଡୁ ମାରି ପାରିଲେନି। କେତେ ଜଣ ଠିକ ସେ ଝାଡୁ ମାରି ପାରିଲେ, କେତେ ଜଣ ଠିକ ସେ ପରିବା ମଣିଆ କରିପାରିଲେନି, କେତେ ଜଣ ଠିକ ଭାବରେ ଆଳୁରୁ ଚୋପା ଛଡେଇ ପାରିଲେନି ଏବଂ ଖୁବ୍ କମ୍ ଲୋକ ଆଳୁରୁ ଚୋପା ଛଡେଇ ଦେଲେ। ଖୁବ୍ କମ୍ ଲୋକ ପରିବାକୁ ସୁନ୍ଦର ଭାବରେ ଅମଣିଆ କରି ସାଇଜ୍ ରଖିଦେଲେ। ଖୁବ୍ କମ୍ ଲୋକ ସୁନ୍ଦର ଭାବରେ କ'ଣ କଲେ, ଆଳୁକୁ ଚୋପା ଛଡେଇ ଦେଲେ। ଖୁବ୍ କମ୍ ଲୋକ ପରିବା ମଣିଆ କରିଦେଲେ। ଖୁବ୍ କମ୍ ଲୋକ କ'ଣ କଲେ ନା ଝାଡୁଟିକୁ ସୁନ୍ଦର ଭାବରେ ମାରି କୋଉଠି ଅଳିଆ ପଡ଼ିବ, କୋଉଠି ଝାଡୁ ରହିବ, କେମିତି ପରିବା ମଣିଆ ହେବ ଏବଂ ସେ ପରିବାଟା କେମିତି ରହିବ ଏବଂ କେମିତି ଆଳୁ ଚୋପା କେମିତି ରହିବ, ଆଳୁ କେମିତି ରହିବ, ସବୁ କାମ ସୁନ୍ଦର ଭାବରେ କରିଦେଲେ। ଏ କଥାରେ କ'ଣ ଶିଖିଲେ? ସେ କ'ଣ କହିଲେ ନା ସେ କହିଲେ ଯୋଉ ଖୁବ୍ କମ୍ ଲୋକ ଏ କାମକୁ ସୁନ୍ଦର ଭାବରେ କରିଦେଲେ ସେଇମାନେ ସାଧନା କରିପାରିବେ। ଯେଉଁମାନେ କରିପାରିଲେ ନାହିଁ ସେମାନେ ସାଧନା କରିପାରିବେ ନାହିଁ। କାହିଁକି? ମନରେ ପ୍ରଶ୍ନ ହୁଏ। ସେଥିଲାଗି ବାବା କହନ୍ତି ପ୍ରତ୍ୟେକ କଥାରେ ଆପଣ ହ୍ୱାଇ ଲଗାନ୍ତୁ। କାହିଁକି? ଗୋଟେ ସ୍ଥୂଳ, ଗୋଟେ ସୂକ୍ଷ୍ମ, ଗୋଟିଏ ହେଉଛି କାରଣ, ଗୋଟିଏ ହେଉଛି ମହାକାରଣ। ଯେତେବେଳେ ସ୍ଥୂଳ ଜଗତର କୌଣସି କର୍ମକୁ ଠିକ ରୂପରେ ଆପଣ ସମ୍ପାଦନ କରିପାରୁନାହାନ୍ତି, ଠିକ ଭାବରେ କରିପାରୁନାହାନ୍ତି, ତାର ଆପଣ ସ୍ଥୂଳ ଜଗତକୁ ଅତିକ୍ରମ କରିବାର ସାମର୍ଥ୍ୟ ଆପଣଙ୍କର ନାହିଁ। ତେଣୁ ସାଧନାଟା ହେଉଛି ସୂକ୍ଷ୍ମ ଜଗତର କଥା, କାରଣ ଜଗତର କଥା, ମହାକାରଣ ଜଗତର କଥା। ତେଣୁ ହାଉ ଟୁ ସିଟ୍ ଆପଣ ଏପର୍ଯ୍ୟନ୍ତ ଜାଣିନାହାନ୍ତି। କେମିତି କଥା କୁହାହବ ଜାଣିନାହାନ୍ତି। ବାବାଙ୍କ ସମ୍ମୁଖରେ କେମିତି ବସିବେ ଆପଣ ଜାଣିନାହାନ୍ତି ଏବଂ କେମିତି ଫୁଲମାଳଟିଏ ଦେବେ ତାହା ମଧ୍ୟ ଆପଣ ଜାଣିନାହାନ୍ତି। କାହିଁକି? ଆପଣ ଅଜ୍ଞାନତା ଭିତରେ ଅଛନ୍ତି। ଆପଣ କ'ଣ ପାଇଁ ଅବତରଣ କରିଛନ୍ତି? କି ପ୍ରକାର ଅବତାର ପୁରୁଷ ଆପଣ? କିଏ ତାମସିକ ଅବତାର ପୁରୁଷ, କିଏ ରାଜସିକ ଅବତାର ପୁରୁଷ, କିଏ ସାତ୍ତ୍ୱିକ ଅବତାର ପୁରୁଷ। କିଏ ସାତ୍ତ୍ୱିକ କର୍ମ କରିବ, କିଏ ରାଜସିକ କର୍ମ କରିବ, କିଏ ତାମସିକ କର୍ମ କରିବ। କିଏ ସାତ୍ତ୍ୱିକ ଭକ୍ତି କରିବ, କିଏ ରାଜସିକ ଭକ୍ତି କରିବ, କିଏ ତାମସିକ ଭକ୍ତି କରିବ, କିଏ ନିର୍ଗୁଣ ଭକ୍ତି କରିବ, ନିର୍ଗୁଣ କର୍ମ କରିବ, ନିଷ୍କାମ କର୍ମ କରିବ। ତେଣୁ ଆମକୁ କହିବା ଦରକାର ନାହିଁ ୟୁ ୱାକ୍ସ ୟୁର କନସାଇନ୍, ୟୁ ୱାକ୍ସ ୟୁର ମାଇଣ୍ଡ, ୟୁ ୱାଚ୍ ୟୁର ମାଇଣ୍ଡ। ଦେଖନ୍ତୁ ଆପଣ କୋଉଠି ଅଛନ୍ତି, ଆପଣ କୋଉଠି ଅଛନ୍ତି ଆମକୁ କହିବା ଦରକାର ନାହିଁ। ଏ କଥାରୁ ଆପଣ ସଂଗ୍ରହ କରିନିଅନ୍ତୁ ମୁଁ ବ୍ରାହ୍ମଣ କି କ୍ଷତ୍ରିୟ କି ବୈଶ୍ୟ କି ଶୂଦ୍ର। ଯେ ସାତ୍ତ୍ୱିକ କର୍ମ କରୁଛି ସେ ବ୍ରାହ୍ମଣ ହେଇଗଲେ, ଯେ ସଂସାର ଭିତରେ ଘାଣ୍ଟି ହଉଛି ସେ କ୍ଷତ୍ରିୟ ହେଇଗଲେ, ଯିଏ ଖାଲି ଲାଭ କ୍ଷତି ଭଲ ମନ୍ଦ ଖାଲି ବିଚାର କରୁଛି, ଫେଡ଼ାଣ ମିଶାଣ ବେପାର କରି ବିଜନେସ୍ କରୁଛି, କେତେ ପରସେଣ୍ଟ ପ୍ରଫିଟ୍, କେତେ ଗଲା, କେତେ ଆଇଲା, କେତେ କ'ଣ ହେଲା, ସେ ହେଉଛି ବୈଶ୍ୟ। ଶୂଦ୍ର ଯାହାର ସମସ୍ତ ହୀନ କର୍ମ ଗୁଡ଼ାକ ସଂସାର ଭିତରେ ରହିକି କରୁଛି। ଆପଣ ବ୍ରାହ୍ମଣ କୂଳରେ ଜନ୍ମ ହେଲେ ବ୍ରାହ୍ମଣ ହେଇପାରିବେ ନାହିଁ, କି କ୍ଷତ୍ରିୟ କୂଳରେ ଜନ୍ମ ହେଲେ ଆପଣ କ୍ଷତ୍ରିୟ ହେଇପାରିବେ ନାହିଁ, କି ବୈଶ୍ୟ କୂଳରେ ଜନ୍ମ ହେଲେ ଆପଣ ବୈଶ୍ୟ ହେଇପାରିବେ ନାହିଁ, କି ଶୂଦ୍ର କୂଳରେ ଜନ୍ମ ହେଲେ ଆପଣ ଶୂଦ୍ର ବି ହେଇପାରିବେ ନାହିଁ, ପୁଣି ବି ହେଇପାରିବେ। ବ୍ରାହ୍ମଣ କୂଳରେ ଜନ୍ମ ହେଇ ବ୍ରାହ୍ମଣ ହେଇପାରିବେ, କ୍ଷତ୍ରିୟ କୂଳରେ ଜନ୍ମ ହେଇ ଆପଣ କ୍ଷତ୍ରିୟ ହେଇପାରିବେ, ବୈଶ୍ୟ କୂଳରେ ଜନ୍ମ ହେଇ ଆପଣ ବୈଶ୍ୟ ହେଇପାରିବେ, ଶୂଦ୍ର କୂଳରେ ଜନ୍ମ ହେଇକି ଶୂଦ୍ର ହେଇପାରିବେ। ନିଜକୁ ସମୀକ୍ଷା କରି ବିଚାର କରି ଦେଖ। ବାବା କାହାକୁ ଆକ୍ଷେପ କରି କଥା କହୁନାହାନ୍ତି, ଆପଣଙ୍କୁ ଜ୍ଞାନ ଦେବା ପାଇଁ କଥା କହୁଛନ୍ତି। ତେଣୁ ମୁଁ ଆସିଛି କ'ଣ ପାଇଁ? ସାତ୍ତ୍ୱିକ କର୍ମ କରୁଛି,
कि राजसिक कर्म करुची कि तामसिक कर्म करुची कि निर्गुण कर्म मु करुची निजको समीक्षा करी देखंतु मोर जन्म कामना पाई कि निष्काम पाई जदि कामना पाई तले सेठिका सात्विक कामना कि राजसिक कामना कि तामसिक कामना जे निर्गुण तार कामना कौन से आसी जगत कल्याण जगत मंगल पाई जगत कल्याण जगत मंगल करी से जो परम धाम आसी पुणी से परम धाम को सी चली जाए माया स्पर्श करिब नाही पंकिल जने पंके थाई ताधे पंक न लागई जेमती सारू पत्र रे पानी जेमती तोरी माछ समुद्र रे रहे पंकरे रहे पानी कुआ पक्षी जेमती पानी रे रहे